ଗୋଟିଏ ଘଞ୍ଚ ଜଙ୍ଗଲରେ ଏକ ବହୁତ ବଡ଼ ବାଘ ରହୁଥିଲା। ସେ ବହୁତ ଗର୍ବୀ ଏବଂ ନିର୍ଦ୍ଦୟ ଥିଲା। ସେହି ଜଙ୍ଗଲରେ ଏକ ଛୋଟ ହରିଣ ମଧ୍ୟ ରହୁଥିଲା, ଯିଏ ଦେଖିବାକୁ ଯେତିକି ସୁନ୍ଦର ଥିଲା, ବୁଦ୍ଧିରେ ସେତିକି ଚତୁର ଥିଲା। ଘଟଣାର ଆରମ୍ଭ। ଦିନେ ହରିଣଟି ନଦୀ କୂଳରେ ମନଖୁସିରେ ପାଣି ପିଉଥିଲା। ହଠାତ୍ ସେଠାରେ ବାଘଟି ପହଞ୍ଚିଗଲା। ବାଘଟି ଗର୍ଜନ କରି କହିଲା, ଆଜି ମୋର ଭାଗ୍ୟ ବହୁତ ଭଲ। ମୋତେ ବହୁତ ଜୋରରେ ଭୋକ ଲାଗୁଥିଲା, ଆଉ ତୁ ନିଜେ ମୋ ପାଖକୁ ଚାଲିଆସିଲୁ। ଏବେ ମୁଁ ତତେ ଖାଇବି। ହରିଣଟି ପ୍ରଥମେ ଡରିଗଲା, କିନ୍ତୁ ସେ ସାହସ ହରାଇଲା ନାହିଁ। ସେ ମନେ ମନେ ଏକ ଉପାୟ ପାଞ୍ଚିଲା। ହରିଣଟି ବହୁତ ନମ୍ରତାର ସହ କହିଲା, ମହାରାଜ, ଆପଣ ମୋତେ ନିଶ୍ଚୟ ଖାଇବେ, କିନ୍ତୁ ମୋର ଗୋଟିଏ ଶେଷ ଇଚ୍ଛା ଅଛି। ମୁଁ ଶୁଣିଛି ଆପଣ ଜଙ୍ଗଲର ସବୁଠାରୁ ବଡ଼ ଧାବକ, କିନ୍ତୁ ମୁଁ ବି ବହୁତ ଜୋରରେ ଦୌଡ଼ିପାରେ। ଯଦି ଆପଣ ମୋତେ ଦୌଡ଼ ପ୍ରତିଯୋଗିତାରେ ହରାଇଦେବେ, ତେବେ ମୁଁ ନିଜେ ଆପଣଙ୍କ ପାଟିକୁ ଚାଲିଆସିବି। ଏମିତି କଲେ ଆପଣଙ୍କ ବୀରତ୍ୱ ପ୍ରମାଣିତ ହେବ। ବାଘଟି ନିଜ ପ୍ରଶଂସା ଶୁଣି ଫୁଲିଗଲା। ସେ କହିଲା, ଠିକ୍ ଅଛି, ଚାଲ ଦୌଡ଼ ଆରମ୍ଭ କରିବା। ହରିଣ କହିଲା, ମହାରାଜ, ସେହି ସାମ୍ନା ପାହାଡ଼ ପାଖରେ ଥିବା ଘଞ୍ଚ ବୁଦା ପର୍ଯ୍ୟନ୍ତ ଆମକୁ ଦୌଡ଼ିବାକୁ ହେବ। ଯିଏ ଆଗ ପହଞ୍ଚିବ ସେ ହିଁ ଜିତିବ। ଦୌଡ଼ ଆରମ୍ଭ ହେଲା। ବାଘଟି ନିଜର ସମସ୍ତ ବଳ ଲଗାଇ ଦୌଡ଼ିବାକୁ ଲାଗିଲା। କିନ୍ତୁ ହରିଣଟି ଜାଣିଶୁଣି ଏମିତି ଏକ ବାଟ ଦେଇ ଦୌଡ଼ିଲା, ଯେଉଁଠାରେ କଣ୍ଟା ବୁଦା ଏବଂ କାଦୁଅ ଥିଲା। ବାଘଟି ଯେତେବେଳେ ସେହି କାଦୁଅରେ ଫସିଗଲା, ହରିଣଟି ଡେଇଁ ଡେଇଁ ଏକ ପଥର ସନ୍ଧି ଦେଇ ଅଦୃଶ୍ୟ ହୋଇଗଲା। ବାଘଟି କାଦୁଅରୁ ବାହାରି ଦେଖିଲା ବେଳକୁ ହରିଣ କୁଆଡ଼େ ଗଲାଣି। ସେ ବହୁତ ଖୋଜିଲା, କିନ୍ତୁ ହରିଣର ପତ୍ତା ମିଳିଲା ନାହିଁ। ହରିଣଟି ନିଜ ବୁଦ୍ଧି ବଳରେ ବାଘ କବଳରୁ ରକ୍ଷା ପାଇଗଲା। ଶିକ୍ଷା। ବିପଦ ସମୟରେ ଭୟଭୀତ ନ ହୋଇ ଧୈର୍ଯ୍ୟ ଓ ବୁଦ୍ଧିର ପ୍ରୟୋଗ କଲେ କଠିନ ପରିସ୍ଥିତିରୁ ମଧ୍ୟ ମୁକ୍ତି ମିଳିଥାଏ। ଏହିପରି ନୂଆ ଭିଡିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।